ଦେଖନ୍ତୁ ଯଦି କହିବା ମକର ପୂର୍ବରୁ ଆକ୍ସନ ମୋଡରେ ଆସିଛନ୍ତି ସିଏମସି ଏନଫୋର୍ସମେଣ୍ଟ ଟିମ୍ ଆଜି କଟକର କେତେ ଗୁଡ଼ିଏ ଅଞ୍ଚଳ ସେମାନେ ବୁଲୁଛନ୍ତି ଏବଂ ଏନଫୋର୍ସମେଣ୍ଟ କରାଯାଉଛି ଯେଉଁଠି ଏଇ ଗୁଡ଼ି ଯେଉଁ ମାଞ୍ଜା ସୂତା ରହିଛି ତାହାକୁ ଚେକ୍ କରାଯାଉଛି ଏବଂ ତାକୁ ଜବତ କରାଯାଉଛି। ଯଦି ଆମେ କହିବା ବର୍ତ୍ତମାନ ଆମେ ଚିତ୍ର ଦେଖୁଛୁ ଇଏ ହେଉଛି ସେଇ ଝୋଲାସାହି ଛକର ଚିତ୍ର। ଆପଣ ଦେଖନ୍ତୁ ଇଏ ଗୋଟିଏ ଦୋକାନ ଯେଉଁ ଜୟ ମା ଦୁର୍ଗା ଭଣ୍ଡାର ଦୋକାନରୁ ଆଜି ଜବତ ହେଇଛି ମାଞ୍ଜା ସୂତା। ଆପଣ ଦେଖନ୍ତୁ କେଉଁପରି ଭାବରେ ମାଞ୍ଜା ସୂତା ଯେତେବେଳେ ଏନଫୋର୍ସମେଣ୍ଟ ଟିମ୍ ଆଜି ଏଠାରେ ବୁଲୁଥିଲେ ଏବଂ ଚେକ୍ କରୁଥିଲେ ସେଥିରୁ ମାଞ୍ଜା ସୂତା ବାହାରିଛି ଗୋଟିଏ ଗୋଟିଏ ବଣ୍ଡିଲ ମାଞ୍ଜା ସୂତା ସେମାନେ ତାକୁ ଜବତ କରିଛନ୍ତି ଏବଂ ତାକୁ ଯାଞ୍ଚ କରୁଛନ୍ତି। ଯେହେତୁ ସାର୍ ଅଛନ୍ତି ସାଙ୍ଗରେ ଏବଂ ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ ଅଛନ୍ତି ସାଙ୍ଗରେ ସେମାନେ ଦେଖୁଛନ୍ତି ଏବଂ ପରଖୁଛନ୍ତି। ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ଦୋକାନ ଆଜି ଏଠାରେ ଚେକିଂ କରାଯିବ। ଦେଖିବା ଦେଖନ୍ତୁ କୋଉ ଭଳି ଭାବରେ ରଙ୍ଗୀନ ରଙ୍ଗୀନ କଲରର ମାଞ୍ଜା ସୂତା ଗୁଡ଼ିକ ଯୋଉ ରହିଛି ସେଗୁଡ଼ିକୁ ସେମାନେ ପ୍ଲାଷ୍ଟିକ ଡବା ଭିତରେ ରହିଥିଲା ଏବଂ ସେମାନେ ତାକୁ ଆଜି ଚେକିଂ କରିବା ସମୟରେ ଏ ଜିନିଷ ବାହାରିଛି ଏବଂ ତାକୁ ସେମାନେ ଜବତ କରିଛନ୍ତି। ପୁରା ଟିମ୍ ଆଜି ଗୋଟିଏ ପରେ ଗୋଟିଏ ଦୋକାନ ବୁଲୁଛନ୍ତି ଏବଂ ଦେଖୁଛନ୍ତି। ଆପଣ ଦେଖନ୍ତୁ ଏଇ ଯୋଉ ମାଞ୍ଜା ସୂତା ଇଏ ଅତି ମାରାତ୍ମକ ସୂତା ହୋଇଥାଏ କୋଉଠି ନା କୋଉଠି ଇଏ ଗୋଟେ ମଣିଷର ଜୀବନ ମଧ୍ୟ ନେଇଯାଇଥାଏ କିନ୍ତୁ ଏଇ ସୂତାକୁ ଆଜି ଜବତ କରାଯାଉଛି। ଆମେ ସିଧାସଳଖ ଯୋଡ଼ିବା ଏବଂ ସେ ଅଛନ୍ତି ସାର୍ ଅଛନ୍ତି କଥା ହବା। ସାର୍ ଆଜି ଯଦି କହିବା କୋଉ କୋଉ ଅଞ୍ଚଳ କଟକରେ ଆଜି ଚେକିଂ କରାଯାଉଛି? ଆଜି ଆମର ସିଏମସି ତରଫରୁ ଏନଫୋର୍ସମେଣ୍ଟ ଟିମ୍ ତରଫରୁ ଚୌଧୁରୀ ବଜାର ଝୋଲାସାହି ଏବଂ ପିଠାପୁର ଅଞ୍ଚଳରେ ଆମେ ଡ୍ରାଇଭ୍ କରୁଛୁ। ପ୍ରିଲିମିନାରୀ ଷ୍ଟେଜ୍ରେ ଆମେ ଯେହେତୁ ମକର ସଂକ୍ରାନ୍ତି ଆସୁଛି ଗୁଡ଼ିର କଟକରେ ଫେମସ୍ ପରମ୍ପରା ରହିଛି ତେଣୁ ପିଲାମାନେ ଚାଇନା ମାଞ୍ଜା ସୂତାକୁ ୟୁଜ୍ କରି ଯେଉଁଟା ମାନେ ବିଭିନ୍ନ ଆକ୍ସିଡେଣ୍ଟ ଘଟଉଛି ବହୁତ ଅଂଶରେ ତାକୁ ଆମେ ପ୍ରିଲିମିନାରୀ ଷ୍ଟେଜ୍ରେ ବହୁତ ଜାଗା ସିଜ୍ କରୁଛୁ ଏବଂ ଏବେ ଯୋଉଠୁ ଆମେ ବାହାରିଛୁ 4 ବସ୍ତା ସୂତା ଗୋଟେ ହୋଲସେଲ୍ ଦୋକାନରୁ ସିଜ୍ କରୁଛୁ ଏବଂ ତାକୁ ଆମେ ଜବତ କରିଛୁ ଏବଂ ଏହି ପ୍ରକ୍ରିୟା ଆଗାମୀ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଆମର ଚାଲିବ ଏବଂ ସବୁ ଦୋକାନ ଗୁଡ଼ିକୁ ଆମେ ଯେମିତି କଭର କରିବୁ ଏବଂ ମାନେ ଆୱାରନେସ୍ କ୍ରିଏଟ୍ କରିବା ପାଇଁ ଆମେ ସମସ୍ତଙ୍କ ଲୋକଙ୍କୁ ମଧ୍ୟ ଆୱାରନେସ୍ କରୁଛୁ କି ସେ ଅଲଗା ସୂତା ମାଞ୍ଜା ସୂତା ନ ୟୁଜ୍ କରିକି ଲୋକାଲ ସୂତା ୟୁଜ୍ କରନ୍ତୁ। ଏବଂ ଏଇ ସୂତାରେ ଗୋଟେ କାଚର ଗୁଣ୍ଡ ଗୋଟେ ଫାଇନ୍ ଗୁଣ୍ଡ କରାହଉଛି। ଫାଇନ୍ କ୍ରସ୍ କରା ହେଇକି ତା ସହିତ ସୂତା ମିଶିକି ମଇଦାର କିଛି ମିଶିକି କରାଯାଉଛି ଯୋଉଟା କି ଆପଣ ଖାଲି ହାତରେ ଟାଣିକି ଛିଡେଇ ପାରିବେନି। ଯଦି ଚେଷ୍ଟା କରିବେ ଛିଡେଇବା ପାଇଁ ଆପଣଙ୍କ ହାତ କଟିଯିବ ଅର୍ କିମ୍ବା ଆପଣଙ୍କର ମାନେ ବ୍ଲଡ ଫ୍ଲୋ ତ ହବାର ବହୁତ ସାରା ପସିବିଲିଟି ଅଛି। କେତେ ଦିନ ଏମିତି ଚେକିଂ ଚାଲିବ? ଏଇଟା ଆମର ଏବେ ଯୋଉ ଷ୍ଟାର୍ଟିଂ ହେଲା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଆମେ ଏଇଟା 14 ଜାନୁଆରୀ ପର୍ଯ୍ୟନ୍ତ ଆମେ ଏଇଟା ଚଲେଇଛୁ। ହଁ ଏଇଟାକୁ ଆମେ ଫାଇନ୍ ଲଗାଉଛୁ। म्युनिसिपालिटी तरफରୁ ଆମର म्युनिसिपल कॉर्पोरेशन रो फाइन लगा होची ଏବଂ ଯଦି ସେମାନେ କିଛି ଅଧିକ अमाउंट रे କରାଉଛି ଆମକୁ ନିକଟସ୍ଥ पुलिस थाना को मध्य आमे एटाକୁ इन्फॉर्म करूछु कि ए दुकान गुडी को ସେମାନେ राडार भितर रखिबे। अनेक युवपीढ़ी एबे तो गोटे गुड़ी गुड़ा आरंभ हो गलानी कौन बार्ता देवे जो मैंने सूता नहीं व्यवहार कर कौन कहे? युवपीढ़ी को कहूँ कि आपण मैंने जदि गुड़ी उड़ाऊँच तो आमर पारंपरिक नीति अनुसार जो गुड़िक आमर कटन सूता रोचे से गुड़ी यूज करवा एवं यही सब सूता को वर्जन करवा जेहेतु आपण मैंने जानते समस्ते पाठ पढ़ी एगुड़िक आमर बहुत क्षेत्र में एक्सीडेंट कराऊँच बाइक वाला जाऊँच बाइक रे बेक कटि जाऊँच तो एगुड़ी वर्जन कर पारंपरिक रीतिनीति को बजाय रखा आम पारंपरिक रीतिर सूता भी यूज कर। देखो जहाँ सार कहते जो आज गोटे दुकान को जांच करा दुकान भितर यदि कहवा अध्यक्ष सूता बाहरी ये देखो देखो ये हूँ झोलासाही से दुकान ये दुकान जो जबत कर मोटा अंकर फाइन लगा जाऊँगी दुकानी अच्छा गोटे आगुरी भी निर्देश थिला सूता रखा कथा नुह हठात ये सूता रखी कहीं व्यवसाय करते? सर आम जान ना मगे देलु अल्प आगुरी आम भूल मगेबार नहीं आगु पर मगेबार नहीं धंदा ही आम करवार नहीं एति जहाँ रखी अल्प टिके जहाँ थिला बस आउ टोटली जानुचंती ये सूता गोटे मारात्मक कोठी ना कोठी ये सूता जी व्यवहार कर विभिन्न समय आम देखीचु रास्तार कार बेक कटि कार मुंड कर आप सूता रखी केमती व्यवसाय करते? सर से भूल आगु करवानी कौन कर आज्ञा लगे मुझे जाने काटी जना नहीं आज्ञा नहीं सर ना ये रेट तो कर सारे नहीं गले तो सार आसते देखो से कहवा आज झोलासाही गोटे दुकान रू सूता को जबत करा
आज विभिन्न अंचल कटक जो जगार गुड़ी सूता गुड़ी बिक्री कराऊँच सीएमसी गोटे स्पेशल टीम यहाँ बुलब और परखिब जहाँ पाखर एभली सूता बाहर मोटा अंकर फाइन लगा रेल पाइला आईन अनुजाई जहाँ दंड रही दंड विधान जो मैंने भी यहाँ रखिंट सतर्क हो जातु आज सीएमसी गोटे एनफोर्समेंट टीम कटक विभिन्न अंचल बुलूं यहाँ तीक्ष्ण नजर रखा कटक जितेंद्र प्रसाद एमबीसी टीवी।